ମୋର ସାନ ପୁଅ ସୌମ୍ୟରଞ୍ଜନ ପାରାଳାଖେମୁଣ୍ଡିର ଚାକିରି କରୁଥିଲା 2021 ମାସରେ ରଥ ଟାଇମ୍ରେ ତାକୁ ମର୍ଡର କରାହେଲା। ସେତେବେଳେ ଯିଏ ସରକାର ଥିଲେ ମୁଁ ବାରମ୍ବାର ଦାବି କଲି, ପୁଲିସ କ୍ରାଇମ୍ ବ୍ରାଞ୍ଚ କିଛି କଲେ ନାହିଁ। ତାପରେ ହାଇକୋର୍ଟର କେସ୍ ଚାଲିଥିଲା। ହାଇକୋର୍ଟର ତାଙ୍କୁ ନୋଟିସ୍ ହେଇଥିଲା ଯେ ପାରାଳାଖେମୁଣ୍ଡି କୋର୍ଟରେ ହାଜର ହେବା ପାଇଁ। NBWC ହେଇଥିଲା, ନୋଟିସ୍ ବି 2-3 ଥର ହେଇଥିଲା। ସେମାନେ 6 ମାସ ହେଲା ଯାଉନଥିଲେ। ଆଜି ଯାଇକି ସେ ପାରାଳାଖେମୁଣ୍ଡିର ସଂଗ୍ରାମ ବେହେରା ଯିଏ DFO ଥିଲେ, ସେ ଆଜି ହାଜର ହେଇଛନ୍ତି SDGM କୋର୍ଟ। SDGM କୋର୍ଟ ତାଙ୍କ ବେଲ୍ ଖାରଜ କରିଛି। ଡିଷ୍ଟ୍ରିକ୍ଟ କୋର୍ଟରେ ଅଛନ୍ତି। ତେଣୁ ମୋର ବି ଆଶା ଅଛି ଭଗବାନଙ୍କ ଉପରେ, ସରକାରଙ୍କ ଉପରେ, କୋର୍ଟ ଆଇନ ଉପରେ ମୋତେ ନିଶ୍ଚିତ ନ୍ୟାୟ ମିଳିବ। ନିଶ୍ଚିତ ମୁଁ ନ୍ୟାୟ ପାଇବି। ତାଙ୍କୁ ସେଠୁ ବି ତାଙ୍କର ବେଲ୍ ଖାରଜ ହେବ, ସେ ଜେଲକୁ ଯିବେ। ଦେଖନ୍ତୁ ଆପଣଙ୍କର ବୋଉ ଯିଏ ବିଦ୍ୟାଭାରତୀ ପଣ୍ଡା ଥିଲେ, ତାଙ୍କ କିଛି ହେଲା? ଏ ତ ଆସିକି ହେଲେ, ତାପରେ ସେମାନେ ଆଉ 2 ଜଣ ଆପେ ଆସିକି ସରେଣ୍ଡର ହେବେ। ନିଶ୍ଚିତ ଆଇନ ସରକାର ଅଛନ୍ତି, କରିବେ। ଆଉ ଭଗବାନଙ୍କ ଉପରେ ମୋର ଭରସା ଅଛି, ସେ ଆସିବେ। ଆଜି କେବଳ ସେଇ 3 ଜଣଙ୍କ ଉପରେ ନୋଟିସ୍ ହେଇଥିଲା। ସେମାନେ ଭିତରୁ 6 ମାସ ହେଲା କେହି ଯାଉଥିଲେନି। ଆଜି DFO ଯାଇକି ସରେଣ୍ଡର କରୁଛି। ମାନେ ସେ ଆପଣଙ୍କ ବୋଉ ଆପଣଙ୍କ ସହିତ ଯୋଗାଯୋଗ କଲା? ନା କିଛି ନାହିଁ। 5 ବର୍ଷ 15 ଦିନ ହେଇଗଲା, କିଛି ଯୋଗାଡ଼ ନାହିଁ। ସେଇଦିନ କରୁଛି, ସେଠୁ ସେଇ ବାଟେ ଯାଇଛି। ସେ ସମ୍ପୃକ୍ତ ଅଛି, ଆଉ ଯୋଗାଯୋଗ କରିବ କ'ଣ?